ଜୟ ସିଆରାମ। ଆଜି ଆମେ ଜାଣିବା ସନ୍ଥ ଶ୍ରୀ ନାମଦେବଙ୍କ ଚରିତ୍ର। ନାମଦେବ ହେଲେ ମହାରାଷ୍ଟ୍ରରେ। ନାମଦେବଙ୍କର ଯିଏ ଅଜା ଥିଲେ ସେ ଭଗବାନଙ୍କର ଜଣେ ଭଲ ଭକ୍ତ ଥିଲେ। ପୂଜା ପାଠ କରନ୍ତି, ନାମ ଜପ କରନ୍ତି। ଯେତେବେଳେ ନାମଦେବଙ୍କ ମାଆ ଯେତେବେଳେ ଜନ୍ମ ହେଲେ ଛୋଟିଆ ହେଲେ, ଛୋଟରୁ ଯେତେବେଳେ ବୁଝିବାର ହେଇଗଲେ 4-5 ବର୍ଷର, ସେଠୁ ଆପଣ ତ ଆଜ୍ଞା ଜାଣିଥିବେ ଛୁଆଳିଆ ମୁଣ୍ଡ, ସେଠୁ ପଚାରିଲେ ବାବା ବାବା ଆଉ ମୋ ସ୍ୱାମୀ କିଏ? ସେଇଠୁ ନାମଦେବଙ୍କର ଯିଏ ଅଜା ସେଇଠୁ ତାଙ୍କ ମାଆଙ୍କୁ ନେଇ କହିଲେ ମାଆରେ ଆଜିଠାରୁ ଇଏ ହେଲେ ତୋର ସ୍ୱାମୀ, ପ୍ରଭୁ ନାରାୟଣ ହେଲେ ତୋର ସ୍ୱାମୀ। ସେଇଠୁ ସେଦିନ ଠାରୁ ତାଙ୍କ ମାଆ ପୂଜା ପାଠ କଲେ, ସଦାବେଳେ ପୂଜା ପାଠ କଲେ, ନାମ ଜପ କଲେ, ସବୁ ଭୋଗ ଲଗାନ୍ତି। ପ୍ରଭୁଙ୍କର ସବୁ କାମ କରନ୍ତି, ଯେମିତି ଆମର ମୀରାବାଇ ଯେମିତି କରୁଥିଲେ ସେମିତିଆ କରନ୍ତି। ସିଏ ଯେତେବେଳେ ଛୋଟରୁ ଯେମିତି ବଡ଼ ହେଲେ, ଯୌବନ ଅବସ୍ଥା ଆଇଲା, ସେତେବେଳେ ପ୍ରଭୁଙ୍କୁ ସ୍ୱାମୀ ସ୍ୱୀକାର କରି ଶୃଙ୍ଗାର ସଦାବେଳେ କଲେ। ସିନ୍ଦୁର ଶଙ୍ଖା ଶାଢ଼ୀ ମାଢ଼ି ପିନ୍ଧିକି ପ୍ରଭୁଙ୍କୁ ସଦାବେଳେ କଲେ, ପ୍ରଭୁ ତ ମୋର ସ୍ୱାମୀ। ଗୋଟେ ଦିନ କହିଲେ ପ୍ରଭୁ ଆପଣ ମୋର ସ୍ୱାମୀ, ମୁଁ ଆପଣଙ୍କୁ ସ୍ୱାମୀ ଭାବରେ ଗ୍ରହଣ କରିଛି, ତ ଆଜ୍ଞା ମୋତେ ଗୋଟେ ଆଜ୍ଞା ପୁତ୍ର ଦରକାର। ତ ସଂସାର ଆଜ୍ଞା ତ ଇଏ ନେଲେ ଆଜ୍ଞା ତ ସଂସାର ଜନ୍ମ ନେଲେ ଆଜ୍ଞା ସଂସାର କରିବା ପାଇଁ ପଡ଼େ। ମୋତେ ଗୋଟେ ପୁଅ ଦରକାର। ହେଇଗଲା କିଛି ଦିନ ପରେ ସେଇଠୁ ନାମଦେବ ସ୍ୱୟଂ ଭଗବାନଙ୍କ ଠାରୁ ଉତ୍ପନ୍ନ। କିଛି ଦିନ ଗଲା ପରେ ନାମଦେବଙ୍କ ମାଆ ଯିଏ ସିଏ ଆଜ୍ଞା ସେ ଗର୍ଭବତୀ ହେଲେ। ଗର୍ଭବତୀ ଯେମିତି ହେଲେ ଆଜ୍ଞା ଆପଣ ତ ଜାଣିଥିବେ ଆଜ୍ଞା, ଯଦି ଗୋଟେ କୁଆଁରୀ ଝିଅ ଗର୍ଭବତୀ ହେବ କି ସ୍ୱାମୀ ତା'ର କେହି ଜାଣିନଥିବେ, ତାହେଲେ ତ ସାହି ଟପରା ଗାଁ ବାଲା ସବୁ ଟୁପୁର ଟାପୁର ହେବେ। ଏମିତି ଆଜ୍ଞା ଟୁପୁର ଟାପୁର ହେଲେ। ନାମଦେବଙ୍କର ଅଜା କୁଆଡ଼େ ଗୋଟେ ଯାଇଥିଲେ, ସେତେବେଳେ ଫେରିଲେ, ଏ କଥା ତାଙ୍କ କାନରେ ପଡ଼ିଲା। ସିଏ ଆସିକି ତାଙ୍କ ଝିଅକୁ କହିଲେ ଆରେ ମୁଁ କେବେ ବିଶ୍ୱାସ କରିନି ତୁ ଏମିତି କରିବୁ ବୋଲି। କହିଲେ ନା କ'ଣ ବାବା କହୁଛନ୍ତି? ନା ଯେଉଁ ସାଇଟା ପରା ଯେଉଁ କହୁଛନ୍ତି କି ଆର ତ ସ୍ୱାମୀ ନାହିଁ, ଆଉ ଇଏ ଗର୍ଭବତୀ ହେଲା କେମିତି? ସେଇଠୁ ତାଙ୍କ ବାବାଙ୍କୁ ଡାକି ନେଇଗଲା, କହିଲା ବାବା ମୁଁ ପିଲାବେଳେ ଯେତେବେଳେ କହିଥିନି ମୋର ସ୍ୱାମୀ କିଏ, ତମେ ମୋତେ କହିଥିଲେ କି ସ୍ୱୟଂ ନାରାୟଣ ହେଲେ ତୋର ସ୍ୱାମୀ। ମୁଁ ଆଙ୍କୁ ସାକ୍ଷୀ ରଖି କହୁଛି, ମୁଁ ଆଙ୍କୁ ବି ମାଗିଥିଲି ପ୍ରଭୁ ମୋର ପୁଅଟିଏ ଦରକାର। ମୁଁ ସଂସାର ରହୁଛି ମାନେ ମୋର ସଂସାର କରିବା ନିହାତି ଦରକାର, ମୋର ପୁଅଟେ ଦରକାର। ସେଇଠୁ ଇଏ ହେଲା ପ୍ରଭୁଙ୍କର ସନ୍ତାନ। ବାବା ମୋର କେଉଁ ପରପୁରୁଷ ସହିତ କିଛି ସମ୍ବନ୍ଧ ନାହିଁ କି ସମ୍ପର୍କ ନାହିଁ। ସେଇଠୁ ନାମଦେବଙ୍କ ଅଜା ଜାଣିଗଲେ, କହିଲେ ଆଉ କିଛି କହିବାର ନାହିଁ, ସେ କିଏ କ'ଣ କହୁଛି ଆମର ସେଥିରେ କିଛି ଯାଏ ଆସେ ନାହିଁ, ଛାଡ଼ ସେ କଥା। ସେଇଠୁ ଆସ୍ତେ ଆସ୍ତେ ନାମଦେବ ମହାରାଜ ଜନ୍ମ ହେଲେ, ପେଟେଇଲେ, ଆଣ୍ଠେଇଲେ, କଥା କହିବା ଶିଖିଲେ, ଏଥିରେ ଭଲ ଟିକେ ଚାଲିବା ବୁଲିବା ଶିଖିଗଲେ। ମାନେ ସେବେଠାରୁ ରାମକୃଷ୍ଣ ହରି ବିଠଲ 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 ରାମକୃଷ୍ଣ ହରି ସେ ସଦାବେଳେ ଆଜ୍ଞା ଜପ କରନ୍ତି। ଯଦି ଦେଖିଲେ ତାଙ୍କର ଯେଉଁ ନାନାଜୀ ବା ଅଜା ଯେ ସଦାବେଳେ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରନ୍ତି, ଭୋଗ ଲଗାନ୍ତି, ସେ ସଦାବେଳେ ଯିବେ। ଆଉ ଅଜା ମୁଁ କେଉଁଦିନ ଠାକୁରଙ୍କୁ ପୂଜା କରିବି, ମୁଁ କେବେ ଠାକୁରଙ୍କୁ ଭୋଗ ଲଗେଇମି। ଅଜା କୁହନ୍ତି ଆରେ ତୁ ତ ଏବେ ଛୋଟ ହେଇଛୁ, ଆଉ ଟିକେ ବଡ଼ ହେଇଯା, ବଡ଼ ହେଲେ ଲଗେଇବୁ, ପ୍ରଭୁ ଭୋଗ ଲଗେଇବୁ, ତାଙ୍କୁ ପୂଜା ଅର୍ଚ୍ଚନା କରିବୁ, ସବୁ କରିବୁ, ଆରତି କରିବୁ, ସବୁ କରିବୁ। ସେଇଠୁ ଆଜ୍ଞା ଗୋଟେ ଦିନ ଯିବ, ପୁଣି
ପୁଣି ସେ ସେକେଣ୍ଡ ଦିନ ଆସିବ, ଅଜା ମୁଁ ପୁରା ବଡ଼ ହେଇଗଲିଣି, ମୋତେ ତୁମେ ଦେଉନ, ମୁଁ ଠାକୁରଙ୍କୁ ସେବା କରିବି, ଭୋଗ ଲଗେଇବି। ସେଇଠୁ ଅଜା ସେଇଠୁ କହିବେ ଆଉ ଟିକେ ବଡ଼ ହେଇଯା, ପୁଣି ଆଜ୍ଞା ଗୋଟେ ଦିନ ଯିବ, ପୁଣି ଆସି କହିବ ଅଜା ଆଜି ପୁରା ମୁଁ ଆହୁରି ବଡ଼ ହେଇଯାଇଛି, ମୋତେ ତୁମେ ଦେଉନ, ମୁଁ ଠାକୁରଙ୍କର ମାନେ ସେ ସେବା କରିମି ଆଉ ଭୋଗ ଲଗେଇମି, ପୂଜା ଅର୍ଚ୍ଚନା କରିମି। ସେଇଠୁ ଅଜା କହିଲେ ହଁ ତୁ ବଡ଼ ହେଇଯାଉ ଯେ ମୁଁ ଯେତେବେଳେ କୁଆଡ଼େ କୌଣସି କର୍ମରେ ଯିମି ସେଇ ଟାଇମ୍ର ତୁ ଠାକୁରଜୀଙ୍କୁ ଭୋଗ ଲଗେଇବୁ ଆଉ ମାନେ ପୂଜା କରିବୁ, ସବୁ କରିବୁ। ଏମିତି ଆଜ୍ଞା କିଛି ଦିନ ପରେ ଗୋଟେ ଥର କ'ଣ ତା ଅଜାଙ୍କର କୁଆଡ଼େ ଗୋଟେ କାମ ପଇଲା, ସେଇଠୁ ସେ ଗଲେ, କହିଲେ ନାମା ମୁଁ ଯାଉଛି, ମୁଁ ମୋର ଅମୁକିଆ କାମରେ ଯାଉଛି, ଆଜି ଯେମିତି ଠାକୁରଜୀ ଉପାସ ଯେମିତି ନ ରହିବେ, ସବୁ ଦାୟିତ୍ୱ ବୁଝିବ। କହିଲେ ଆଜ୍ଞା ଅଜା। ସେଠୁ ଯେମିତି କହିଦେଲେ, ସେଠୁ ତାଙ୍କ ଅଜା ଗଲେ। ସେଇଠୁ ନାମଦେବ ମହାରାଜ ନିଜ ହାତର ପ୍ରସାଦ ତିଆରି କରି ସେ ଯେଉଁ ଠାକୁରଙ୍କୁ ଭୋଗ ଲଗାଇବା ପାଇଁ ନେଇଗଲେ। ଭୋଗ ନେଇଗଲେ, କହିଲେ ପ୍ରଭୁ ମୁଁ ଆପଣଙ୍କୁ ଅର୍ପଣ କରୁଛି, ଆପଣ ଖାଆନ୍ତୁ, ନ ଖାଇଲେ ମୋ ଅଜା ଆପଣ ସେବା କରିବା ପାଇଁ ଦେବେନି। ଏମିତି ଛୋଟ ଛୁଆ ଆଜ୍ଞା 8-9 ବର୍ଷର ବହୁତ କାନ୍ଦି ଆଜ୍ଞା ଭାବର ସହିତ କହିଲା। ସେଠି ପ୍ରଭୁ ଆଇଲେନି, ପ୍ରଭୁ ଯଦି ଆପଣ ନ ଆସିବେ ତାହେଲେ ମୁଁ ବେକ କାଟିଦେବି। ହେଲେ ଆପଣ ଯଦି ନ ଆସିବେ ତାହେଲେ ମୋ ବେକ କାଟିଦେବି। ସେଠୁ ପ୍ରଭୁ ବିଠୋଲନାଥ ନିଜେ ଆବିର୍ଭାବ ହେଲେ। କହିଲେ ହଇରେ ନାମା, ଆଉ ତୋ ଅଜା ତ ଯେତେବେଳେ ଭୋଗ ଲଗାଉଥିଲେ ଆଉ ସିଏ ତ ଭୋଗକୁ ଅର୍ପଣ କରିକି ସିଏ କବାଟ ଦେଇକି କିମ୍ବା ଡୋର ସ୍କ୍ରିନ୍ ଟାଣିକି ପଳାଉଥିଲେ, ତୁ ତ ବସିକି ଜବରଦସ୍ତ କହୁଛୁ ନା ଆପଣଙ୍କୁ ତ ଖାଇବା ପାଇଁ ପଡ଼ିବ। ସେଠୁ ଗୋଟେ ହାତରେ ଏମିତି ମାନେ ବିଞ୍ଚୁଥାନ୍ତି ପ୍ରଭୁଙ୍କୁ, ମାନେ କ୍ଷୀର ପିଆଉଥାନ୍ତି ଆଉ ଭୋଗ ଖୁଆଇଥାନ୍ତି। ଏମିତି ଆସ୍ତେ ଆସ୍ତେ ବଡ଼ ହେଲେ। ଗୋଟେ ଥର ଆଜ୍ଞା 4-5 ଜଣଙ୍କ ସନ୍ଥ ସହିତ ନାମଦେବ ମହାରାଜ ଗଲେ କେଉଁଠି କାଶୀରୁ ଆସି 4-5 ଜଣ ଆଜ୍ଞା ଗୋରା କୁମ୍ଭାର ତା ଘରକୁ ଗଲେ। 4-5 ଜଣ ମୁକ୍ତାବାଇ, ଏକନାଥ, ନାମଦେବ, ଏମିତି ଆଜ୍ଞା ଗୋରା କୁମ୍ଭାର ଜଣେ, ମାନେ ସେ ଜାତିର ଆଜ୍ଞା କୁମ୍ଭାର, ଗୋଟେ ଉଚ୍ଚକୋଟୀର ଭକ୍ତ ଆଜ୍ଞା। ସେଇଠୁ ମୁକ୍ତାବାଇ ସେଇଠୁ ତାଙ୍କ ପାଖରେ ସବୁ ତ ଆଜ୍ଞା ସେ ତ ଠେକି ଗଢ଼ନ୍ତି, ଠେକି ଗଢ଼ିଆ ସବୁ ସରଞ୍ଜାମ ଅଛି। ମୁକ୍ତାବାଇ କହିଲା ଗୋରା କୁମ୍ଭାରକୁ, କହିଲା ଚାଚା ଏଇଟା କ'ଣ ନା, ଏଇଟା ଠେକି ଯେତେବେଳେ ତିଆରି ହୁଏ ତାକୁ ସବୁ ମାନେ ବାଡ଼େଇକି ସାଇଡ଼୍ କରାଯାଏ ଆଉ। ସେଇଠୁ ଯେତିକି ସନ୍ଥ ବସିଥିଲେ ସମସ୍ତଙ୍କ ପାରା ପିଟି ଦେଲେ। କହିଲେ ଚାଚା ଇଏ ହେଲା ପାଚିଲା ସନ୍ଥ। ସମସ୍ତେ ପିଟି ଦେଲେ ପାଚିଲା ସନ୍ଥ। ଯେତେବେଳେ ନାମଦେବଙ୍କ ମୁଣ୍ଡକୁ ପାର ପିଟିଲେ, ସେଇଠୁ ନାମଦେବ କହିଲେ ଇଏ କି ଅଭଦ୍ରାମୀ, କ'ଣ ତୁମେ ସନ୍ଥକୁ ଏମିତି ପିଟୁଛ? କହିଲା ଚାଚା ଏଇ ଜଣକ ହେଲେ ଏକା କଞ୍ଚା ସନ୍ଥ, ଆଉ ସବୁ ପାଚିଲା ସନ୍ଥ। ଯାଇ ନାମଦେବଙ୍କୁ ଭାରି ଖରାପ ଲାଗିଲା। ସେ ସେଇଠୁ ଗଲେ, ମାନେ ବିଠୋଲନାଥ କତିକି ଗଲେ, ଏକାନ୍ତରେ ପଚାରିଲେ, ପ୍ରଭୁ ଏମିତି ମୋତେ ସେଠି କହିଲେ ମୁକ୍ତାବାଇ ଏମିତି ଗୋରା କୁମ୍ଭାର ଘରେ। ହେଲେ ସେ ଠିକ୍ କହୁଛନ୍ତି। କହିଲେ ଆଜ୍ଞା ସିଏ ଯାହା କହୁଛି, ସିଏ ଯାହା କହିଲେ ପୁଣି ଆପଣ ସେଇଆ କହୁଛନ୍ତି, ଆପଣ ତା ସପୋର୍ଟ ନେଉଛନ୍ତି? କହିଲେ ନା, ତୋର ଭକ୍ତିର କି ଭାବର ମୁଁ ପ୍ରସନ୍ନ ହେଇକି ତୋ ପିଲାଟି ବେଳଠୁ ଏବେ ପର୍ଯ୍ୟନ୍ତ ମୁଁ ତୋ ପାଖରେ ଅଛି, ଆଗକୁ ବି ରହିବି, କିନ୍ତୁ ଏପର୍ଯ୍ୟନ୍ତ ତୁ ଗୁରୁ ଗ୍ରହଣ କରୁନୁ, ତୁ ବେଗୁରିଆ। ଯେପର୍ଯ୍ୟନ୍ତ ବେଗୁରିଆ ସେ ପର୍ଯ୍ୟନ୍ତ ତୁ କଞ୍ଚା, ତୁ ପାଚିଲା କେବେ ହେଇନୁ। କହିଲେ ଯେପର୍ଯ୍ୟନ୍ତ ମର୍ତ୍ତ୍ୟମଣ୍ଡଳ କୌଣସି ମଣିଷ ଶରୀର ଧାରିକି ଗୁରୁ ବୋଲି ଭାବିକି ତାଙ୍କ ପ୍ରତି ସମର୍ପଣ ଭାବ ନ ରଖିବୁ, ସେ ପର୍ଯ୍ୟନ୍ତ ତୋ ମନରୁ ଅହଙ୍କାର ଯିବନି। ଅହଙ୍କାର ଅଛି। ଆଜ୍ଞା ତାହେଲେ କେମିତି ହେବ? କହିଲେ ମାନେ ଏଇଠି ଚାଲିଛ, କିଛି ଦୂର ଗୋଟେ ଜଙ୍ଗଲ ଅଛି, ସେ ଜଙ୍ଗଲ ଗୋଟେ ମହାଦେବ ମନ୍ଦିର ଅଛି, ସେଠି ଅଛନ୍ତି ଜଣେ ଗୁରୁ ଅଛନ୍ତି, ମାନେ ବିଷପାଖଚୁ। ସେଇଠୁ ଆଜ୍ଞା ଗଲା, ସେଇଠୁ ଯାଇକି ଦେଖିଲା, କହିଲା ବିଠୋଲନାଥ ତ ମୋତେ ପଠେଇଛନ୍ତି, ସେଇଠି ଯାଇ ଦେଖିଥିଲେ। ସେ ତାଙ୍କୁ ଗୁରୁଦେବ, ସେ ଯେ ବିଷପାଖଚୁ ଯିଏ, ସେମାନେ ମହାଦେବଙ୍କ
ଶିବଲିଙ୍ଗ ଉପରେ ମୁଣ୍ଡ ନା ଗୋଡ଼ ଦେଇକି ଏପଟେ ମୁଣ୍ଡ ଦେଇକି ଶୋଇଛନ୍ତି। ଇଏ କେମିତିଆ ଗୁରୁ? ଇଏ ତ ପ୍ରଥମେ ଆଙ୍କୁ ତ ମାନେ ଭଦ୍ରାମୀ ଜଣା ନାହିଁ, ଏମିତି ମହାଦେବଙ୍କ ଉପରେ କରୁ ଆପଣ କ'ଣ ଏମିତି ମାନେ ମହାଦେବ ଆପଣ ଖୋଳନ୍ତୁ ଗୋଡ଼। ସେଇଠୁ ବିଶ୍ୱାଖଚ କହିଲେ ପୁତ୍ର ଯେଉଁଠି ନାହିଁ ମୋ ପାଦରେ ଟିକେ ସେଇଠି ରଖିଦେବ। ସେଇଠି ପାଦ ଖୋଲିଦେଲେ ଯେଉଁଠି ପାଦ ଧୋଇଲେ ସେଇଠି ଆଜ୍ଞା ଆପେ ଆପେ ସବୁ ଶିବଲିଙ୍ଗ ଆଜ୍ଞା ଆବିର୍ଭାବ ହୋଇଗଲା। ସେ କହିଲେ ବାବା କଣ କଣରେ ମହାଦେବ ବିଜୟମାନ। ଇଏ କଲେ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଅତୁଟ ରହିଲା। ଗୁରୁ ଦୀକ୍ଷା ନେଲେ, ଗୁରୁଙ୍କ ପ୍ରତି ଭଲ ପାଇବା, ଗୁରୁ ମନ୍ତ୍ର ଜାପ କଲେ। ସେଇଠୁ ମନ୍ଦିର ଭିତରେ ବିଠଲ, ମନ୍ଦିର ବାହାରେ ଗୁରୁଦେବ, ଏମିତି ଦୁଇ ଜଣଙ୍କୁ ବହୁତ ଇଏ କଲେ। ବହୁତ ସିଦ୍ଧ ସନ୍ଥ ବି ଜଣେ। ଗୋଟେ ଥର ଠାକୁରଜୀଙ୍କ ପାଇଁ ପ୍ରସାଦ ତିଆରି ହେଉଥିଲା, ରୁଟି ତିଆରି କରିଥିଲେ। ସେ ରୁଟିକି ଆଜ୍ଞା କୁକୁର ନେଇ ପଡ଼ିଲା। ସେଠୁ ଗୁରୁଦେବ କହିଥିଲେ କଣ କଣରେ ମହାଦେବ ଅଛନ୍ତି। କହିଲେ ପ୍ରଭୁ ରହିଯାଆନ୍ତୁ ଆପଣ ଶୁଖିଲା ରୁଟି କେମିତି ଖାଇବେ? ଶୁଖିଲା ରୁଟି ଖାଇଲେ ଆପଣ ତଣ୍ଟ ଲାଗିବନି, ଏ ଟିକେ ମୁଁ ଘିଅ ଟିକେ ଚିପୁଡ଼ି ଦେମି ଆଜ୍ଞା ଖାଇବେ। ଏତିକି ଆଜ୍ଞା କହିଛନ୍ତି। କୁକୁର ଭିତରେ ସ୍ୱୟଂ ବିଠଲନାଥ ଆବିର୍ଭାବ ହେଲେ। ତୁ ସେଦିନ ଯଦି ମାନେ ମୁକ୍ତାବାଇଙ୍କୁ ତାଙ୍କ ହୃଦୟରେ ପଶିକି ମୁଁ ଏଇଟା କରେଇଥିଲି, ସେଦିନ ଯଦି ମୁକ୍ତାବାଇଙ୍କ ଭିତରେ ମୋ ଦର୍ଶନ ପାଇଥାନ୍ତୁ, ମୋତେ ଭାବିଥାନ୍ତୁ, ତାହେଲେ ତୋର ଏ ଅବସ୍ଥା ହେଇନଥାନ୍ତା। ଜୟ ସିୟା ରାମ।